ଶ୍ରୋତାବନ୍ଧୁ କବିଟେ ଏତେ ଅଦ୍ଭୁତ ଯେ ତାର ବାହ୍ୟ ଜଗତ ସହିତ କିଛି ସମ୍ପର୍କ ହିଁ ନଥାଏ। ସେ ତାର ଭାବନାତ୍ମକ ଜଗତରେ ସବୁବେଳେ ବିଭୋର ଥାଏ ଏବଂ ସେଇ ଭାବ ଜଗତରେ ସେ ଯୋଉ କଳ୍ପନାର ଲୋକଟି ସେ ଗଢ଼ିଥାଏ, ସେଇଥିରେ ତାର ପ୍ରତ୍ୟେକଟି ଇଚ୍ଛା, ତାର ଦୁର୍ଲଭ ଆକାଂକ୍ଷା, ତାର ଇପ୍ସିତ ମଣିଷ, ତାକୁ ହିଁ ସେ ସେଇଠି ପାଇଯାଏ ଏବଂ ଶବ୍ଦ ଚିତ୍ର ମାଧ୍ୟମରେ ତାର ଆବେଗକୁ, ତାର ଖୁସିକୁ, ତାର ବ୍ୟଥାକୁ, ଅଶ୍ରୁକୁ ସେ ଅଭିବ୍ୟକ୍ତ କରେ। ଶ୍ରୋତାବନ୍ଧୁ ସମକାଳୀନ ଓଡ଼ିଆ କବିତାରେ ସେମିତି ଜଣେ କଳ୍ପନାର ଚିତ୍ରଲୋକ ଗଢ଼ିଥିବା ଜଣେ କବିଙ୍କୁ ଆମେ ଶୁଣିବା। ସମକାଳୀନ ଓଡ଼ିଆ କବିତାରେ ରବି ସିଂଙ୍କ ପରି ଶବ୍ଦ ଉଚ୍ଚାରଣ କରୁ କରୁ କେବେ ପୁଣି ବିଭୁଦତ୍ତ ମିଶ୍ର ପାଲଟି ଯାଆନ୍ତି। କବି ବସନ୍ତ ମାଝୀ ଓଡ଼ିଆ କବିତାର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ଆଜି ଆମେ ତାଙ୍କୁ ଶୁଣିବା। କବି ବସନ୍ତ ମାଝୀ ପିତା କୁମୁଦ ବନ୍ଧୁ ମାଝୀ ଏବଂ ମାତା କୁମୁଦିନୀ ଦେବୀଙ୍କ କୋଳମଣ୍ଡନ କରି ବାଲେଶ୍ୱରର କର୍ମଦାଠାରେ ଭୂମିଷ୍ଠ ହୋଇଥିଲେ। ସେ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ଭ୍ରମଣକାରୀ ଏବଂ ଜଣେ ଆତ୍ମଜୀବନୀକାର ମଧ୍ୟ। ତାଙ୍କ ସୃଷ୍ଟି ସମ୍ଭାରରେ ଅଛି ଛି, ଲେନିନ୍, ଦୁଃଖର ମୁରୁକି, ସପନ ଦେଖ, ରେଜାରୁ ରଜନୀ, ମାଟିର ମଲାଟ, କବିତା ଶତକ, ରଙ୍ଗି ବୋଉ, ଶତକ ସ୍ତବକ, ପ୍ରିୟତମା। ଗଳ୍ପ ପୁସ୍ତକରେ ରହିଛି ସଂକୀର୍ଣ୍ଣତାର ଉପଗଳି, ବିଦ୍ରୋହୀ କଲମର ଗପ। ଆତ୍ମଜୀବନୀ ଭାବରେ ରହିଛି ସ୍ମୃତିଲିପିର ଫର୍ଦ୍ଦ। ଭ୍ରମଣ କାହାଣୀରେ ଅଛି ଚୀନ ଭ୍ରମଣର ସ୍ମୃତି। ପ୍ରବନ୍ଧ ପୁସ୍ତକରେ ଅଛି ମଇ ଦିବସର କାହାଣୀ, ବିଦଗ୍ଧ ଅନୁଶୀଳନ ଓ ଅନ୍ୟାନ୍ୟ। ଶ୍ରୋତାବନ୍ଧୁ କବି ବସନ୍ତ ମାଝୀଙ୍କୁ ତାଙ୍କର ସାହିତ୍ୟ ସାଧନା ନିମନ୍ତେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛି। ତନ୍ମଧ୍ୟରେ ରହିଛି କୋଏଲ ସାହିତ୍ୟ ସଂସଦ, ଦୀନକୃଷ୍ଣ ସ୍ମୃତି ସମ୍ମାନ, ମନମୋହନ ମିଶ୍ର ସ୍ମୃତି ସମ୍ମାନ, କବି ବାଞ୍ଛାନିଧି ମହାନ୍ତି ସ୍ମୃତି ସମ୍ମାନ, ଓଡ଼ିଆ ପର୍ବ ସାହିତ୍ୟ ସମ୍ମାନ, ବୈଜ୍ଞାନିକ ଚର୍ଚ୍ଚା ସମ୍ମାନ, ଦଳିତ ସାହିତ୍ୟ ଏକାଡେମୀ ସମ୍ମାନ, ପୁଣ୍ୟ ଉତ୍କଳ ସାହିତ୍ୟ ସମ୍ମାନ, ସାରସ୍ୱତ ସମାଜ ସାହିତ୍ୟ ସମ୍ମାନ, ନୀଳପ୍ରଭା ସାହିତ୍ୟ ସମ୍ମାନ ପ୍ରମୁଖ। ଶ୍ରୋତାବନ୍ଧୁ ଆଜି ଆମେ ଶୁଣୁଛେ କବି ବସନ୍ତ ମାଝୀଙ୍କୁ। ଆଜିକାଲି ତାଙ୍କର ଖୁବ୍ ଚର୍ଚ୍ଚାରେ ରହିଛି ରୁବି ମହାନ୍ତିଙ୍କୁ ନେଇ କବିତା ଗୁଡ଼ିକ। ପ୍ରତିମା ନାୟକ, ଅଳକା ସାନ୍ୟାଲ ପରି ରୁବି ମହାନ୍ତି ମଧ୍ୟ ତାଙ୍କର ଏକ ଚିତ୍ରନାୟିକା। ତେବେ ଆସନ୍ତୁ ଶୁଣିବା କବି ବସନ୍ତ ମାଝୀଙ୍କ କବିତା, ଯାହାର ଶୀର୍ଷକ ହେଉଛି ଅଦେଖା ପବନର ସ୍ଥିତିରେ ରୁବି ମହାନ୍ତି। କବି ବସନ୍ତ ମାଝୀ। ରୁବି ମହାନ୍ତି, କେଉଁଠୁ ଆଣିଛୁ ନିଶବ୍ଦେ ଚୋରାଇ ଏତେ ସ୍ନେହ ପୁଣି ଅନୁରାଗ? ରୁବି ମହାନ୍ତି, କେଉଁଠୁ ଆଣିଛୁ ନିଶବ୍ଦେ ଚୋରାଇ ଏତେ ସ୍ନେହ ପୁଣି ଅନୁରାଗ, ସମ୍ବେଦନା ଏବଂ ଆଶ୍ୱାସନାର ଶବ୍ଦ? କାହିଁକି ଭଲ ପାଉ ଏ କବିତାକୁ? ଢଳ ଢଳ ଆଖିରେ ନିଷ୍କପଟତା ବିବିଧ। କାହିଁକି ଭଲ ପାଉ ଏ କବିତାକୁ? ଢଳ ଢଳ ଆଖିରେ ନିଷ୍କପଟତା ବିବିଧ। ତୋର ଅତୁଟ ଚେତନାର କୋଣାର୍କ ତିଆରିଛୁ କେଉଁ ମଗ୍ନ ମାନସରେ? ତୋର ଅତୁଟ ଚେତନାର କୋଣାର୍କ ତିଆରିଛୁ କେଉଁ ମଗ୍ନ ମାନସରେ? ଅପ୍ରମେୟ ଆସକ୍ତିର ସିକ୍ତ ମାଟିରେ ସୁନ୍ଦର ମାନଚିତ୍ର ଆଙ୍କୁ ନିର୍ଜନ ସ୍ୱପ୍ନରେ। କେଉଁ ପୁଷ୍ପର ଅନୁରାଗ ନେଇ, କେଉଁ ପୁଷ୍ପର ଅନୁରାଗ ନେଇ ଚିରି ଦେଇଛୁ ବିଶ୍ୱାସର ଛାତି? କେଉଁ ସନ୍ଧାନୀ ବକ୍ଷରୁ ଆଣିଛୁ ସଯତ୍ନେ ମହାନ ସେ ରୋମାଞ୍ଚିତ ମାଟି? କେଉଁ ଦଗ୍ଧ ତପ୍ତ ଜ୍ଞାନ ପାଇ ଉପୁଜାଇଛୁ ସୁନାର ଫସଲ? ରୁବି ମହାନ୍ତି, ଏଇ ମଟାଳ ଫାଟଳ ଭୂଇଁରେ ଅବୁଝା ଅନ୍ଧାରର ଢେଉ ଭାଙ୍ଗି
ସିକ୍ତ କରାଉଛୁ ମନ ଚୌହଦି ଉଡ଼ନ୍ତା ପକ୍ଷୀଙ୍କ ଛାଇରେ। ତୋ ଦେହର ବିନ୍ଦୁ ବିନ୍ଦୁ ଝାଳ ମୋ ଜୀବନ ବନସ୍ତରେ ବର୍ଷା। ତୋ ଦେହର ବିନ୍ଦୁ ବିନ୍ଦୁ ଝାଳ ମୋ ଜୀବନ ବନସ୍ତରେ ବର୍ଷା। ଲିଭି ପୁଣି ଜଳେ ନୀତି କଲମରେ ଚିଆଉଛି ଅକିଞ୍ଚନ ଆସ୍ଥା। ଛାତିର କ୍ଷତ ଦାଗେ ଅଣବୁଝା ଦରଜ। କେମିତି ସୁଝିବି କହ, କେମିତି ସୁଝିବି କହ ତୋରି କରଜ। ବାଦଲ ଉତ୍ତରୀ ଖୋଲି ପୁନେଇର ଚନ୍ଦ୍ରମା ପରି କିଆଁ ହେଉ ଚିତ୍ରିତ ପ୍ରତିମା। ବାଦଲ ଉତ୍ତରୀ ଖୋଲି ପୁନେଇର ଚନ୍ଦ୍ରମା ପରି କିଆଁ ହେଉ ଚିତ୍ରିତ ପ୍ରତିମା। ଆଖିର ପଲକରେ ତୋ ଦରଦୀ ମୁହଁ ଦିଶେ, ଖିଆଲରେ ଲାଗେ ଛେଦ ଆଉ କମା। କାଉଁରୀ ମାଟିରେ ଗୋଲାପ ମୁହଁଟି, ସତେ ଅବା ସୀମାହୀନ ପ୍ରଣୟ ବଲ୍ଲରୀ। ମରାଳ ମିଥୁନ ସଙ୍ଗୀତେ ନିଜକୁ ଦେଇଛୁ କିବା ହଜାଇ। ଅନନ୍ତ ଭାବାଧି ଊର୍ଦ୍ଧ୍ୱରେ ତୋର ଅଭିମାନ ଅଭିଜ୍ଞାନ। বিষণ্ণ ଚୈତର ସହସ୍ର ସ୍ପନ୍ଦନ। କାଉଁରୀ ମାଟିରେ ଗୋଲାପ ମୁହଁଟି, ସତେ ଅବା ସୀମାହୀନ ପ୍ରଣୟ ବଲ୍ଲରୀ। ମରାଳ ମିଥୁନ ସଙ୍ଗୀତେ ନିଜକୁ ଦେଇଛୁ କିବା ହଜାଇ। ଅନନ୍ତ ଭାବାଧି ଊର୍ଦ୍ଧ୍ୱରେ ତୋର ଅଭିମାନ ଅଭିଜ୍ଞାନ। বিষণ্ଣ ଚୈତର ସହସ୍ର ସ୍ପନ୍ଦନ। ରୁବି ରୁବି ତୁ କଣ ଉପେକ୍ଷିତା ଉର୍ମିଳା। ରୁବି ତୁ କଣ ଉପେକ୍ଷିତା ଉର୍ମିଳା। ଅମୁହା ଦେଉଳରେ ନିର୍ଲିପ୍ତ ସଳିତା ଉଜ୍ଜଳା। ମୋ କାବ୍ୟ ପୁରୁଷ ତୋତେ ଦେଖେ, ମୋ କାବ୍ୟ ପୁରୁଷ ତୋତେ ଦେଖେ। ନିର୍ନିମେଷେ ପ୍ରୀତିର ମଦିରା ପିଇ ଅମୃତ ନଦୀର नीरे ମେଣ୍ଟାଉଛି ଶୋଷ ଭରି ଆଞ୍ଜୁଳାରେ। କବିତା ସୁଅରେ ପଢ଼ିନେ ସଖୀ ଆତ୍ମାର ଚିତ୍କାର ନୀଳ ଶିହରଣ। ମୋ ସ୍ୱପ୍ନରେ ତୋ ପୃଥିବୀ ଭାସେ ସଂଘର୍ଷ ଓ ସମ୍ଭାବନାର ଦ୍ରବଣର ରଶ୍ମିଳ ଚନ୍ଦ୍ରମା ଛାତିରେ। ଅଦେଖା ପବନର ଅଜବ ସ୍ଥିତିଏ। ଶୂନ୍ୟ ଓ ମହାଶୂନ୍ୟ ଆବେଗର ରୁବି ମହାନ୍ତି। ରୁବି ତୁ କଣ ଉପେକ୍ଷିତା ଉର୍ମିଳା। ଅମୁହା ଦେଉଳରେ ନିର୍ଲିପ୍ତ ସଳିତା ଉଜ୍ଜଳା। ମୋ କାବ୍ୟ ପୁରୁଷ ତୋତେ ଦେଖେ, ନିର୍ନିମେଷ ପ୍ରୀତିର ମଦିରା ପିଇ ଅମୃତ ନଦୀର नीरे ମେଣ୍ଟାଉଛି ଶୋଷ ଭରି ଆଞ୍ଜୁଳାରେ। କବିତା ସୁଅରେ ପଢ଼ିନେ ସଖୀ ଆତ୍ମାର ଚିତ୍କାର ନୀଳ ଶିହରଣ। ମୋ ସ୍ୱପ୍ନରେ ତୋ ପୃଥିବୀ ଭାସେ ସଂଘର୍ଷ ଓ ସମ୍ଭାବନାର ଦ୍ରବଣର ରଶ୍ମିଳ ଚନ୍ଦ୍ରମା ଛାତିରେ। ଅଦେଖା ପବନର ଅଜବ ସ୍ଥିତିଏ। ଶୂନ୍ୟ ମହାଶୂନ୍ୟ ଆବେଗର ରୁବି ମହାନ୍ତି। ରୁବି ମହାନ୍ତି କେଉଁଠୁ ଆଣିଛୁ ନିଶବ୍ଦେ ଚୋରାଇ ଏତେ ସ୍ନେହ ପୁଣି ଅନୁରାଗ। ସମ୍ବେଦନା ଏବଂ ଆଶ୍ୱାସନାର ଶବ୍ଦ। କାହିଁକି ଭଲ ପାଉ ଏଇ କବିତାକୁ ଢଳ ଢଳ ଆଖିରେ। ନିଷ୍କପଟତା ବିବିଧ, ନିଷ୍କପଟତା ବିବିଧ। ରୁବି ମହାନ୍ତି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ସ୍ପର୍ଦ୍ଧିତ ଉଚ୍ଚାରଣ କବି ବସନ୍ତ ମାଝୀ। ତାଙ୍କ କବିତାର ଶୀର୍ଷକ ଥିଲା ଅଦେଖା ପବନର ସ୍ଥିତିରେ ରୁବି ମହାନ୍ତି। କବିତାଟି କେମିତି ଲାଗିଲା ତାର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।